ଜମିଦାରୀ ଘରର ଝିଅକୁ ବୟସ ଆସିକି ସେ ରହିଲାଣି ଯେ ବାହା ହେବୁ। ଆଜି ବି ଲୋକମାନେ ଏଇଭଳି ଭାଷା ବ୍ୟବହାର କରୁଛନ୍ତି। ତୁ ଗୋଟେ ଆଦିବାସୀ। ପ୍ରତ୍ୟେକ ଆଦିବାସୀର ଦେଶର ହଜାର ହଜାର ଆଦିବାସୀ ମଧ୍ୟରୁ 47 ଜଣ ହେଉଛନ୍ତି ଅନ୍ୟତମ। ସେମାନେ ତାଙ୍କ ବନ ସମାଜରୁ ବାହାର ଦୁନିଆ ପାଇଁ କିଛି କରିବା ପାଇଁ ଚେଷ୍ଟା କଲେ ସେମାନଙ୍କୁ ଦଳିତ ଏବଂ ନିଷ୍ପେଷିତ କହି ନିର୍ଯାତନା ଦିଆଯାଇଥାଏ। ଶୁଭ ସନ୍ଧ୍ୟା ସମସ୍ତଙ୍କୁ। ଆମେ ନିଷ୍କଳଙ୍କ ଛାତ୍ରଛାତ୍ରୀ ଆଜି ଆପଣଙ୍କ ସମ୍ମୁଖରେ ଏକ ଏଭଳି ପ୍ରତିମାନଙ୍କ ସଂଘର୍ଷମୟ ଯାତ୍ରା ଉପରେ ଦୃଷ୍ଟିପାତ କରିବାକୁ ଯାଉଅଛୁ ଯେ ଏଇଭଳି ପରିସ୍ଥିତିରୁ ଫୁଟି ତାଙ୍କ ଜାତି ଓ ଆମ ରାଜ୍ୟକୁ ଗୌରବାନ୍ୱିତ କରାଇଛନ୍ତି। ଏହି ନାଟକଟି ସମ୍ପୂର୍ଣ୍ଣ ଭାବେ ଦ୍ରୌପଦୀଙ୍କ ଉପରେ ନିର୍ଦ୍ଧାରିତ। ତ ଚାଲନ୍ତୁ ଦୃଷ୍ଟି ପକାଇବା ଆମ ଚରିତ୍ରମାନଙ୍କ ଉପରେ। ଛୋଟ ଦ୍ରୌପଦୀ, ଯାହାର ଚରିତ୍ର ନିର୍ଦ୍ଧାରିତ କରୁଛନ୍ତି ସୁଶ୍ରୀ। ବଡ଼ ଦ୍ରୌପଦୀ, ଯାହାର ଚରିତ୍ର ନିର୍ଦ୍ଧାରିତ କରୁଛନ୍ତି ସାନିଆ। ବିରଞ୍ଚି ଟୁଡୁ, ଦ୍ରୌପଦୀଙ୍କ ବାପା, ଚରିତ୍ର ନିର୍ଦ୍ଧାରିତ କରୁଛନ୍ତି ଶୁଭ୍ରାଂଶୁ। ଗ୍ରାମର ମୁଖିଆ, ଗାଁର ଜଣେ ବୟସ୍କ ବ୍ୟକ୍ତି, ଚରିତ୍ର ନିର୍ଦ୍ଧାରିତ କରୁଛନ୍ତି ରାହୁଲ। ସାହେବ, ଅଫିସ ସହକର୍ମୀ, ଚରିତ୍ର ନିର୍ଦ୍ଧାରିତ କରୁଛନ୍ତି ସନ୍ଦୀପ। ରାଜନୈତିକ ବନ୍ଧୁ, ଦ୍ରୌପଦୀଙ୍କ ପରାମର୍ଶଦାତା, ଚରିତ୍ର ନିର୍ଦ୍ଧାରିତ କରୁଛନ୍ତି ଶ୍ରୁତି। ମୁଖ୍ୟମନ୍ତ୍ରୀ, ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ବିଚାରପତି, ଚରିତ୍ର ନିର୍ଦ୍ଧାରିତ କରୁଛନ୍ତି ନରେନ୍ଦ୍ର। ପ୍ରଥମ ଦୃଶ୍ୟ, ମୟୂରଭଞ୍ଜର ମାଟି, ସାନ୍ତାଳର ଗାଁ। ସେଇଠି ଜନ୍ମ ହୋଇଥିଲା ଗୋଟେ ନୂଆ ସପନର ବିମାନ ଛୋଟ ଝିଅ ଦ୍ରୌପଦୀ। ଆଖିରେ ତାର ଆଲୋକ, ପଢିବାକୁ ଥିଲା ସେବା ରାସ୍ତାରେ ନିଜ ଲୋକଙ୍କ ପାଇଁ। ବିରଞ୍ଚି ଟୁଡୁ, ଦ୍ରୌପଦୀଙ୍କ ବାପା, ଛୋଟ ଦ୍ରୌପଦୀକୁ ଖଡ଼ିପଟାରେ ଅଙ୍କ ଶିଖାଇବାକୁ ଚେଷ୍ଟା କରୁଛନ୍ତି। ବାପା, ଏଇଟିକି ଭୁଲ ହେଲା କି ମୁଁ ଆଜି ପର ବହିଟି ଶେଷ କଲି। ଆହା, ହଉ ନା ହଉ, ଏଇ ଜୀବନକୁ ଆସିଛି ମାନେ ତୁ ଜଳିବୁ। ଏଇଟା ମନେ ରଖ, ଏସବୁ ଅଙ୍କ ନୁହେଁ, ଏଇ ହେଉଛି ଆମ ଅଧିକାର। ଗ୍ରାମ ମୁଖ୍ୟ ପ୍ରବେଶ କରନ୍ତି, ମୁଣ୍ଡ ହଲାଇ ଅସନ୍ତୋଷ ପ୍ରକାଶ କରନ୍ତି। ରେ ବିରଞ୍ଚି, ଥୋଡ଼ି କଣ ଶିଖାଉଛୁ? ତାଙ୍କୁ ଜଙ୍ଗଲରେ ଶିଖାଅ। ତା ଛଡ଼ା ଏ ଝିଅମାନଙ୍କୁ ପାଠ ପଢ଼ିକି ଲାଭ କ'ଣ? ଲାଭ କ'ଣ? ଶିକ୍ଷା ହେଉଛି ଆମ ଧର୍ମ। ଦ୍ରୌପଦୀ ଆମ ଗାଁ ପାଇଁ ନାହିଁ, ଆମ ଜାତି ପାଇଁ କିଛି କରିବ। ଜାତି ପାଇଁ? ସେ ପୁଣି ଜାତି ପାଇଁ କ'ଣ କରିବ? ତା ଛଡ଼ା ତାର ବାହା ବୟସ ହେଲାଣି, ତା ଘର କାମରେ ମନ ଦିଅ। ଗ୍ରାମ ମୁଖ୍ୟ, ମୁଁ ମୋ ମାଟିକୁ ଭୁଲିବି ନାହିଁ, କିନ୍ତୁ ଜ୍ଞାନ ବିନା ଆମେ ଆମ ଅଧିକାର କିପରି ରଖିବା? ତେଣୁ ମୁଁ କଲେଜ ଯିବି ଓ ଏକ ବଡ଼ କାମ କରିବି। ଠିକ କହୁଛୁ ମା, ମୁଁ ତ ସାଥିରେ ଅଛି, ତୁ ପାଠ ପଢ। ଗ୍ରାମ ମୁଖ୍ୟ ଅସନ୍ତୋଷରେ ବାହାରି ଯାଆନ୍ତି। ଛୋଟ ଦ୍ରୌପଦୀ ହସିଦିଏ ଏବଂ ଦିଗ ପାଖକୁ ଫେରି ପଡେ। ଦ୍ୱିତୀୟ ଦୃଶ୍ୟ, ସଂଘର୍ଷ ଓ ସେବା। ଦୁଇ ଭାଗରେ ମଞ୍ଚ, ଗୋଟିଏ ପଟେ ଏକ ସରକାରୀ ଅଫିସର ଡେସ୍କ ଓ ଅନ୍ୟ ପଟେ ରାୟରଙ୍ଗପୁରର ଶ୍ରେଣୀଗୃହ। ହଠାତ୍ ଗୋଟେ ଫାଇଲ ରଖିବାର ଶବ୍ଦ, ଅଫିସ ଡେସ୍କ ଉପରେ ଆଲୋକ। ବୟସ୍କ ଦ୍ରୌପଦୀ ଫାଇଲ ସଜାଡୁଛନ୍ତି। ଜଣେ ପୁରୁଷ ସାହେବ ପ୍ରବେଶ କରନ୍ତି। ମୁର୍ମୁ, ତମେ ଏସବୁ କୋଉଠୁ ଶିଖିଲ? ଏ ଫାଇଲରେ ଦସ୍ତଖତ କରିବ, ଜାଣିଛ ତ ଏସବୁ ସାରଙ୍କ କାମ। ଭଲ ହେବ ତମେ ଆଦିବାସୀ ଲୋକ ଗୋଟେ ଭଲିଆ କାମ କରିବ। ସାର୍, ମୁଁ ମୋ ଦାୟିତ୍ୱ ଜାଣିଛି। ମୁଁ ଜୁନିୟର ଆସିଷ୍ଟାଣ୍ଟ ସତ, କିନ୍ତୁ ମୁଁ ଜ୍ଞାନ କାମ କରେ। ହେଇପାରେ ମୁଁ ଗୋଟେ ଆଦିବାସୀ ଝିଅ, କିନ୍ତୁ ଆଦିବାସୀ ମୋ ଦୁର୍ବଳତା ନୁହଁ, ମୋ ପରିଚୟ। ଆଉ ହଁ, ଫାଇଲ ସବୁ ଚେକ୍ ହୋଇସାରିଛି, ଆପଣ ସେସବୁ ନେଇପାରନ୍ତି। ସାହେବ ବିରକ୍ତ ହୋଇ ଚାଲିଯାଆନ୍ତି। ଆଲୋକ ଶ୍ରେଣୀଗୃହ ଉପରକୁ ଯାଏ। ବୟସ୍କ ଦ୍ରୌପଦୀ ଦରିଦ୍ର ଆଦିବାସୀ ପିଲାମାନଙ୍କୁ ଉତ୍ସାହର ସହିତ ପଢାଉଛନ୍ତି। ପିଲେ ଶୁଣ, ପାହାଡ଼ ଓ ଜଙ୍ଗଲ ସବୁ କିଛି ନୁହଁ ଆମର। ବହି ଓ କଲମ ହେଲା ଆମର ସବୁଠାରୁ ବଡ଼ ଅସ୍ତ୍ର। ଏହା ଦ୍ୱାରା ଆମେ ଆମ ସଂସ୍କୃତିକୁ ରକ୍ଷା କରିପାରିବା ଓ ଆମ ଦ୍ୱାରା ହେଉଥିବା ଅତ୍ୟାଚାରର ସମ୍ମୁଖୀନ କରିପାରିବା ଓ ଆମ ପରିଚୟ ସମସ୍ତଙ୍କ ଆଗରେ ଦେଖାଇ ପାରିବା। ମୁଁ ମୋ ଦୁଃଖ ଦ୍ୱାରା ମୋର ଶକ୍ତି ପାଇଛି, ଆଗକୁ ବଢ଼ିବାର ସାହସ ପାଇଛି। ରାଜନୈତିକ ବନ୍ଧୁ ଶ୍ରେଣୀଗୃହରେ ପ୍ରବେଶ କରନ୍ତି। ଦ୍ରୌପଦୀ, ତୁମର ସେବା ଓ ସମର୍ପଣ ଦୁହେଁ ବହୁତ ବଡ଼। ଏବେ ରାଜନୀତିକୁ ଆସ।
ଦ୍ରୌପଦୀ ଧୀରେ ଧୀରେ ମୁଣ୍ଡ ହଲାନ୍ତି, ଆହ୍ୱାନକୁ ଗ୍ରହଣ କରନ୍ତି। ତୃତୀୟ ଦୃଶ୍ୟ, ଅଧିକାର ପାଇଁ ସଂଘର୍ଷ। ରାଜଭବନ, ଝାଡ଼ଖଣ୍ଡ ଗମ୍ଭୀର, ଉତ୍ତେଜନାପୂର୍ଣ୍ଣ ବାତାବରଣ। ଝାଡ଼ଖଣ୍ଡର ରାଜ୍ୟପାଳ ସେ ରାଜଭବନର ନାରୀ, ଅଧିକାରର ଲଢ଼େଇ ସେନାର ଡହାରି। ଭୂମି ଛଡ଼ାଇବାକୁ ଯେତେବେଳେ ହେଲା ପ୍ରୟାସ, ବୀରତାର ପ୍ରତିମା ସେ ଭାଙ୍ଗିଲେ ନାହିଁ ବିଶ୍ୱାସ। ମୁଖ୍ୟମନ୍ତ୍ରୀ ପ୍ରବେଶ କରନ୍ତି, ଏକ ବଡ଼ ଫାଇଲକୁ ଟେବୁଲ ଉପରେ ଜୋର ରଖିଦିଅନ୍ତି। ଗଭର୍ଣ୍ଣର ମ୍ୟାଡାମ, ଏ ବିଲ୍କୁ ତୁରନ୍ତ ଦସ୍ତଖତ କରନ୍ତୁ। ଏହା ବିକାଶ ପାଇଁ ଦରକାର। ମୁଖ୍ୟମନ୍ତ୍ରୀ ମହୋଦୟ, ମୋର ଦାୟିତ୍ୱ ହେଲା ସମ୍ବିଧାନ ରକ୍ଷା କରିବା। ଆଉ ଏ ବିଲ୍ ଟ୍ରାଇବାଲ ରାଇଟ୍ସକୁ ଦୁର୍ବଳ କରୁଛି। ଆଉ ଏ ଜମି ହେଲା ସେଇ ଲୋକମାନଙ୍କର ଜୀବନ ଆଉ ଜୀବିକା। ଆପଣ ରାଜନୀତି କରୁଛନ୍ତି, ଏଇଟା ରାଷ୍ଟ୍ରୀୟ ସ୍ୱାର୍ଥ। ଆପଣ ଜଣେ ଆଦିବାସୀ ବୋଲି ହଁ, ଆଦିବାସୀ ସେଠୁ ସେଇ ଲୋକମାନଙ୍କର ଭରସା ଆଉ ବିଶ୍ୱାସ ମୋ ଉପରେ ଅଛି। ମୁଁ କେବେ ହେଲେ ମଧ୍ୟ ଏହି ବିଲ୍ରେ ହସ୍ତାକ୍ଷର କରିପାରିବି ନାହିଁ। ଆଉ ଆପଣଙ୍କ ଭଳି ଲୋକମାନଙ୍କୁ ଜମି କେବେ ବିକିବାକୁ ଦେବି ନାହିଁ। ସେ ଫାଇଲକୁ ଦୃଢ଼ ଭାବରେ ଫେରାଇ ଦିଅନ୍ତି। ମୁଖ୍ୟମନ୍ତ୍ରୀ ରାଗରେ ବାହାରି ଯାଆନ୍ତି। ଦ୍ରୌପଦୀ ଠିଆ ହୁଅନ୍ତି, କ୍ଳାନ୍ତ କିନ୍ତୁ ସ୍ଥିର। ଚତୁର୍ଥ ଦୃଶ୍ୟ, ରାଷ୍ଟ୍ରପତି ଭବନରେ, ଆଶାର ପ୍ରତୀକ। ସେ ରାଜ୍ୟପାଳ ଠାରୁ ଉଠିଲେ ଏବେ ଦେଶର ପ୍ରମୁଖ। ନିର୍ଯାତିତ ସମାଜରୁ ଆସି ସେ ପାଇଲେ ନୂଆ ମୁଖ। ଏଇଟା କେବଳ ଗୋଟେ ବ୍ୟକ୍ତିର ନୁହେଁ ନିର୍ବାଚନ, ଏଇଟା ହେଉଛି ଭାରତର ଗଣତନ୍ତ୍ରର ବିଜୟ ଘୋଷଣା। ଦ୍ରୌପଦୀ ଏକ ସୁନ୍ଦର ଧଳା ଶାଢ଼ୀରେ ମଞ୍ଚର ମଧ୍ୟଭାଗକୁ ଯାଆନ୍ତି। ଭାରତର ମୁଖ୍ୟ ବିଚାରପତି ଶପଥ ଗ୍ରହଣ କରାନ୍ତି। ମୁଁ ଦ୍ରୌପଦୀ ମୁର୍ମୁ ଈଶ୍ୱରଙ୍କ ପାଖରେ ସାକ୍ଷୀ ରଖି ଶପଥ କରୁଛି କି ମୁଁ ଦ୍ରୌପଦୀ ମୁର୍ମୁ ଈଶ୍ୱରଙ୍କୁ ଶପଥ କରୁଛି କି ମୁଁ ନିଷ୍ଠା ଓ ସତ୍‌ନିଷ୍ଠାର ସହ ଭାରତର ରାଷ୍ଟ୍ରପତି କର୍ତ୍ତବ୍ୟ ପାଳନ କରିବି। ମୁଁ ଆଦିବାସୀ ସମାଜର ଝିଅ, এই ଓଡ଼ିଶା ମାଟିର ଦୁହିତା। ଆଜି এই ଯୋଉ ବିଜୟ କେବଳ ସମ୍ବିଧାନର ନୁହଁ, ସମଗ୍ର ସମାଜର। ମୁଁ ସମସ୍ତ ଦିନ ଦୁଃଖୀ ଓ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କୁ ମୋର এই ଉଚ୍ଚ ପଦବୀରେ ଥିବା ମୁଁ ମୋ ନିଜକୁ ସମସ୍ତ ଭାବେ ସମର୍ପଣ କରୁଛି। ଜୟ ହିନ୍ଦ, ଜୟ ଜଗନ୍ନାଥ। ଦ୍ରୌପଦୀ ଉଚ୍ଚ ଓ ଗର୍ବିତ ଭାବରେ ଠିଆ ହୁଅନ୍ତି। ମଞ୍ଚ ଆଲୋକରେ ଝଲସି ଉଠେ। ଦ୍ରୌପଦୀଙ୍କ ଏହି ଦୃଢ଼ ନିଷ୍ଠା ଦେଖି ତାଙ୍କ ଗ୍ରାମର ସମସ୍ତେ ଖୁସିରେ